ବନ୍ଧୁ, ନିଜ ଭିତରେ ଥିବା କଷ୍ଟକୁ ଆଉ କାହାକୁ କହିକି କିଛି ଲାଭ ନାହିଁ। କାହିଁକି ନା ନିଜ କଷ୍ଟ କେବଳ ନିଜ ଛଡ଼ା ଆଉ କେହି ବୁଝିପାରିବେ ନାହିଁ। ଓମ୍ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ସେପ୍ଟେମ୍ବର ମାସ 15 ତାରିଖ, ଓଡ଼ିଆ ଭାଦ୍ରବ ମାସ 30 ଦିନ, ସୋମବାର, କୃଷ୍ଣ ପକ୍ଷ ନବମୀ ତିଥି, ଯାହା ରାତ୍ରି 3:03 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହେଉଛି। ଆଜି ମୃଗଶିରା ନକ୍ଷତ୍ର, ଯାହା ଦିବା 10:11 ପର୍ଯ୍ୟନ୍ତ ରହୁଛି। ତାପରେ ଆଦ୍ରା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:36 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:44। ଆଜି ଯାହାକି ଯୁଗ୍ନି ରହିଛି ପୂର୍ବ ଦିଗରେ, ରାତ୍ରି 3:03 ପରେ ଉତ୍ତର ଦିଗରେ ଯାହାକି ଯୁଗ୍ନି ରହିବେ। ଆଜି ଘାତ ଚନ୍ଦ୍ର ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ନବମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ନାଉ। ଆଜିର ଶୁଭ ବାର୍ତ୍ତା। ଆଜି ହେଉଛି ମାତୃ ନବମୀ। ତେବେ ଏହି ମାତୃ ନବମୀ ଉପଲକ୍ଷେ ଆପଣମାନେ ମାତା ପିତାଙ୍କୁ ନୂତନ ବସ୍ତ୍ର ସହ ଆଭୂଷଣ ପ୍ରଦାନ ପୂର୍ବକ ବନ୍ଦାପନା ଏବଂ ସୁଭୋଜନ ପ୍ରଦାନ ସହିତ ଆଶୀଷ ଗ୍ରହଣ କରିବେ। ଏହା କରିଲେ ଆପଣଙ୍କର ଅନେକ ଯଶକୀର୍ତ୍ତି ସହିତ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ଅନେକ ସୁଯୋଗ ମିଳିବ। ଆଜିର ଅଶୁଭ ବେଳା, ଯାହା ଦିବା 7:06 ଦିବା 8:39 ମଧ୍ୟ ରହିଛି, ଯାହାକି କାଳ ବେଳା ତତ୍ସହିତ ରାହୁ କାଳ। ସେହିଭଳି ଦିବା 2:59 ଦିବା 4:34 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 9:55 ରାତ୍ରି 11:29 ମଧ୍ୟ ରହିଛି କାଳରାତ୍ରି। ତେଣୁ ବାର ବେଳା, କାଳ ବେଳା, ରାହୁ କାଳ ଏବଂ କାଳରାତ୍ରି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:05 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:25 ଦିବା 12:48 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:30 ରାତ୍ରି 8:56 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:19 ରାତ୍ରି 1:44 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଧୈର୍ଯ୍ୟ ସହକାରେ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ। ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ସରଳ ନିର୍ମଳ ମନୋଭାବ ରଖି କାର୍ଯ୍ୟ କରନ୍ତୁ। ଆପଣଙ୍କର କାର୍ଯ୍ୟ ଆଦୌ ଭୁଲ ହେବ ନାହିଁ। ସମସ୍ତ ଫଳାଫଳ ଆପଣଙ୍କୁ ନିଶ୍ଚିତ ସଫଳତା ଶୀର୍ଷରେ ପହଞ୍ଚି ପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଆଗକୁ ବଢିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ବନେଇ ପାରେ। ତେବେ ମେଷ ରାଶି ବ୍ୟକ୍ତି, ଆଜି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସବର ଦିନ ହୋଇପାରେ। ଆରାମଦାୟକ ଭାବନା ଆସିପାରେ। ତତ୍ସହିତ ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ବନିବାର ପୂର୍ଣ୍ଣ ସୁଯୋଗ ରହୁଛି।
आज मेष राशि व्यक्ति अर्थजनित कारोबार आपण निश्चित अनेक प्रकार लाभ करि पारंती पूर्वरु देइथिबा अर्थ फेरी पाइबार पुनर्बार चांस रहुची तेबे मेष राशि व्यक्ति आज व्यापार वाणिज्य पई निष्पत्ति नबा पई पूर्ण शुभयोग रहुची जहा आपणक भाग्य चक्ररु जणा पडुची आज मेष राशि व्यक्तिंकर स्वास्थ्यगत दृष्टि देखिले पूर्वरु थिबा जहा कि स्वास्थ्य समस्या आज ताहार समाधान होबार अनेक चांस रहुची आज मेष राशि व्यक्तिंकर जहा कि प्रत्येक कार्य विशेष करी कंपटीशन जनित क्षेत्र जदि आपण भाग नउछंती सेथिरे सफलता होबार पूर्ण शुभयोग रहुची जहा आपणक भाग्य चक्ररु जणा पडुची आज मेष राशि व्यक्तिंकर भाग्य संख्या रही जहा कि 7 भाग्य रंग आपण हालुका हलदिया रंग व्यवहार करि परिबे एवं ग्रह माने आपण को आज 75% साथ दउछंती एबे चलंतु जानिबा वृष राशि व्यक्ति विषय वृष राशि व्यक्ति आज दिनटे आपण को प्रत्येक कार्य को बुद्धि सहकारे करबा को पड़िबो योजना प्रस्तुत करी कार्य करंतु कारण अनेक कार्य आपनकर भूल प्रमाणित हेबो तेणु स्थिरता रही कार्य करंतु वृष राशि व्यक्ति आपनकर धैर्य ही प्रत्येक कार्यर सफलतार चाबिकाठी तेणु योजना प्रस्तुत करी वृष राशि व्यक्ति कार्य करंतु ऑफिस जनित कार्य रे आपण त्रुटि होई पारे तेणु यह प्रति ध्यान देवार आवश्यकता रही राजनैतिक सामाजिक क्षेत्र में आपणकर कार्य दक्षता निम्नगामी रहिबो शिक्षार्थी विद्यार्थी मानकर आज भाग्य साथ न देई पारे तेबे वृष राशि व्यक्ति आज प्रेम दुनिया रे जो माने जड़ित अछंती निजर जीवन साथी सहित भूल बुझामणा रही निज भितर संपर्क खराब होबार चांस रहुची तेणु यह प्रति ध्यान देवार आवश्यकता रही आज वृष राशि व्यक्ति जहा कि पारिवारिक संपर्क भल रखिबा पई चेष्टा करंतु अनावश्यक जुक्तितर्क कलह आड़क आदु जानतु नाही आज वृष राशि व्यक्तिंकर अर्थजनित कारोबार पूर्वरु देइथिबा टंका आज फेरी पाइबा भारी कष्ट तेबे आज काहाकू अर्थ दियंतु नाही किंबा आनंतु नाही ताहा आपनको लाभदायक हेबो तेबे व्यापार वाणिज्य रे आशा अनुसार सफलता पाइबा टिके वृष राशि व्यक्तिंक कष्टकर होई पारे आज वृष राशि व्यक्तिंकर स्वास्थ्यगत दृष्टि देखिले आपणकर परिवार वर्गंक नेई आपण चिंतित होई पारंती जहांकर स्वास्थ्य खराब नै आपण किछि अर्थ मध्य खर्च करि पारंती तेबे वृष राशि व्यक्ति यह प्रति ध्यान देवार आवश्यकता रही परिवार वर्गंक सहित निजर स्वास्थ्य प्रति मध्य सचेतन होबार आवश्यकता रही आज वृष राशि व्यक्तिंकर भाग्य संख्या रही जहा कि मिश्रित कला रंग व्यवहार करि परिबे एवं ग्रह माने आपण को आज 40% साथ दउछंती एबे चलंतु जानिबा मिथुन राशि व्यक्ति विषय मिथुन राशि व्यक्ति आज प्रत्येक कार्य रे आपण सफलता पाइबार पूर्ण सुयोग रहुची आज आपण विभिन्न प्रकार आध्यात्मिक कार्य तत्सहित रोमांटिक कार्य विशेष कर संगीत एवं प्रवचन रे मध्य आपण नियोजित होबार अनेक चांस रहुची आज समस्त प्रकार कार्य आपण को सफलता प्राप्त करिवार पूर्ण सुयोग रहुची आज मिथुन राशि व्यक्ति निजर कार्य भल प्रदर्शन करी उपरस्थ कर्मचारी ठारू आपण निश्चित जहा कि आपणकर कार्य कौशल प्रशंसा पाइबार पूर्ण सुयोग रहुची जहा आपणक भाग्य चक्र जना पडुची मिथुन राशि व्यक्तिंकर आज मिथुन राशि व्यक्ति राजनैतिक सामाजिक क्षेत्र में निजर दक्षता वृद्धि करने सहित शिक्षार्थी विद्यार्थी माने निजर इंटरव्यू रे आपण सफलता प्राप्त करिवार पूर्ण सुयोग रहुची तेबे मिथुन राशि व्यक्ति जो माने प्रेम संबंध रे जड़ित अछंती आज निजर कथावार्ता को संयमता रखंतु जदि पूर्वरु थिबा भूल बुझामणार तार समाधान करंतु तेबे आपणकर आज प्रेम संपर्क बंधुत्व एवं नूतन प्रेम कथावार्ता पई भाग्य आपणकर साथ देउची आज मिथुन राशि व्यक्तिंकर परिवार वर्गंक सहित हस खुशी रे दिन कटिबार पूर्ण सुयोग रहुची आज मिथुन राशि व्यक्तिंकर अर्थजनित कारोबार रे आपण अनेक प्रकार लाभ पाइबार पूर्ण सुयोग रहुची जहा आपणक भाग्य चक्ररु जणा पडुची तेणु अर्थजनित जेकोनोसी निष्पत्ति नबा पई पूर्ण शुभयुगर परिस्थिति रे ग्रह माने आज रहिचंती आज मिथुन राशि व्यक्तिंकर स्वास्थ्यगत दृष्टि देखिले आपण पूर्वरु जदि किछि स्वास्थ्य समस्या थिबो आज ताहार समाधान होबा सहित आपण संपूर्ण फिट रहिबार अनेक चांस रहुची आज मिथुन राशि व्यक्तिंकर भाग्य संख्या रहिछि जहा कि 3 भाग्य रंग आपण बैगणी रंग व्यवहार करि परिबे एवं ग्रह माने आपण आज
98% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज दिनटे आपण को धैर्य सहकारे मन को दृढ़ करी प्रत्येक कार्य करने को पड़िबो। गुरुत्वपूर्ण निष्पत्ति ठारू निजकु दूरता अवलंबन करंतु जहा आपणक पई भल हेबे। तेबे कर्कट राशि व्यक्ति निजर प्रत्येक कार्य को आपण सफलता बनेबा पई निजर उपरस्थ कर्मचारी किंबा आपणकर गुरुजनक परामर्श नहीं कार्य करिले निश्चित सफलता आड़को अग्रगति करि पारंती कर्कट राशि व्यक्ति। आज कर्कट राशि व्यक्ति राजनीतिक सामाजिक क्षेत्र में आपणकर दक्षता निम्न गाड़ी आड़को अग्रगति करुछि। विशेषकर भाग्य आपणकर साथ देउ नाही। आज कर्कट राशि व्यक्ति शिक्षार्थी विद्यार्थी मानकर भाग्य ग्रह जहा कि अशुभ जुग परिस्थिति बनौछि। तेणु शिक्षार्थी विद्यार्थी माने निजर पाठ पढ़ा प्रति एकाग्रता जाहिर करंतु। आज कर्कट राशि व्यक्ति प्रेम दुनिया रे जो माने जड़ित अछंती से माने निश्चित आपणकर प्रेम संबंध उत्तम रखिबा पई चेष्टा करंतु। किछि मात्रा रे भूल बुझामणा जुगु आपणकर संपर्क भितरे तिक्तता देखा देई पारे। तेणु यहा प्रति ध्यान दबार आवश्यकता रहिछि। आज कर्कट राशि व्यक्ति पारिवारिक संपर्क भितरे आपणकर किछि त्रुटि बा मनमालिन बा निज भितर जुक्ति तर्क कलह आड़को अग्रगति करि पारे। तेणु परिवार वर्गक सहित भल संपर्क रखिबा पई चेष्टा करंतु। आज कर्कट राशि व्यक्ति अर्थजनित कारोबार आपण टंका अधिक विनियोग करंतु नाही किंबा आज विनियोग ठारू दूरता अवलंबन करंतु जहा आपणक पई भल हेबो। कारण आज अर्थजनित कारोबार आपण आशा अनुसार सफलता पाइबा भारी कष्टकर जुग बनौछि। आज कर्कट राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य चिंता बढ़ी जाई पारे। पूर्वरु जदि स्वास्थ्य समस्या थिबो विशेषकर मानसिक जहा कि मुंड बिंधा तेबे यह अधिक परिमाण रे आज देखा दबार चांस रहुछि। आज कर्कट राशि व्यक्तिंकर भाग्य संख्या रहिछि जहा कि 4। भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 45% साथ दउछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज दिनटी आपणकर भाग्य जहा कि सफलता आड़को अग्रगति करुछि। तेणु गुरुत्वपूर्ण निष्पत्ति नबा पई सिंह राशि व्यक्ति आज उत्तम दिन होई पारे। तेबे आज निजर कार्य कौशल देखि अन्य मानक ठारे आपण प्रशंसा पाइबार पूर्ण शुभ जुग रहिछि। सिंह राशि व्यक्ति विशेषकर ऑफिस जनित कार्य रे आपणकर कार्य कौशल समस्त को दृष्टि आकर्षण करि पारे। आज सिंह राशि व्यक्ति दैनंदिन कार्य रे आगको बढ़िबा सहित राजनीतिक और सामाजिक क्षेत्र रे आपणकर भाग्य जहा कि उप अर्थात जहा कि ग्रह माने आपण को शुभ जुग परिस्थिति बनौछि। तेबे सिंह राशि व्यक्ति आज शिक्षार्थी विद्यार्थी मानकर जहा कि भाग्य ग्रह उत्तम जुग परिस्थिति बनौछि। तेबे सिंह राशि व्यक्ति जो माने प्रेम संबंध रे जड़ित अछंती निजर जीवन साथी सहित भल संबंध रहिबार पूर्ण सुयोग रहुछि जहा आपणक भाग्य चक्र रु जना पड़ुछि। तेबे सिंह राशि व्यक्ति आज परिवार वर्गक सहित हस खुशी रे दिन कटिबा सहित नूतन प्रेम कथावार्ता पाई आज भाग्य आपणकर साथ देई पारे। आज सिंह राशि व्यक्तिंकर अर्थजनित कारोबार आपण अनेक प्रकार लाभ प्राप्त करिवार पूर्ण सुयोग रहुछि जहा आपणक भाग्य चक्र रु जना पड़ुछि। तेबे आज सिंह राशि व्यक्ति जहा कि नूतन व्यापार वाणिज्य पाई आपण गुरुत्वपूर्ण निष्पत्ति नबा पाई शुभ जुग परिस्थिति बनौछि। आज सिंह राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे फिट रहिबे कौनसी स्वास्थ्य समस्या रहिबो नाही। आज सिंह राशि व्यक्तिंकर भाग्य संख्या रहिछि जहा कि 5। भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 75% साथ दउछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज दिनटी आपणक पई आशा ठारू अधिक आरामदायक होई पारे। तेबे प्रत्येक कार्य को सतेज एवं भल कार्य प्रदर्शन करी निजर प्रशंसार पात्र बनी जाई पारंती कन्या राशि व्यक्ति। आज कन्या राशि व्यक्ति भाग्य ग्रह शुभ जुग परिस्थिति बनौथिबारु समस्त अटकी जाइथिबा कार्य संपूर्ण करिवार क्षमता आपणक पाखरे रहिछि। तेबे कन्या राशि व्यक्ति राजनीतिक सामाजिक क्षेत्र रे जो माने कार्य करूछंती सेमानकर आज दक्षता एवं मान सम्मान वृद्धि होबार चांस रहुछि। आज कन्या राशि व्यक्तिंकर
ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଭାବ ପ୍ରବଣତା ଅଧିକ ଦେଖା ଦେଇପାରେ। ନିଜର ଜୀବନ ସାଥୀଙ୍କ ସହିତ ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ ସହିତ ଆଜି ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କର ଅର୍ଥ ଯାହାକି ସତର୍କତା ସହିତ ପରିଚାଳନା କରନ୍ତୁ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଭାଗ୍ୟ ଆପଣଙ୍କୁ ବେପାର ବାଣିଜ୍ୟରେ ଆଜି ନିଶ୍ଚିତ ଲାଭ ଆଡକୁ ଅଗ୍ରଗତି କରିପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ଭଗବା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କୁ ଭାରି କଷ୍ଟକର ହୋଇପାରେ। ତେବେ ଆପଣ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଅନେକ କାର୍ଯ୍ୟ ଆପଣଙ୍କୁ ଭାରି ବିରକ୍ତପଣ ଭୁଲ କାର୍ଯ୍ୟ କରିବେ, କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି, ଯାହା ପାଇଁ ମାନସିକ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ସଂଯମତା ସହକାରେ କାର୍ଯ୍ୟ କରନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଜୀବନ ସାଥୀଙ୍କ ସହିତ ଭିତ୍ତିହୀନ କଥାବାର୍ତ୍ତା କରନ୍ତୁ ନାହିଁ। ଭୁଲ ବୁଝାମଣା ହୋଇପାରେ, ଯାହାକି ଆପଣଙ୍କର ସମ୍ପର୍କ ତ୍ରୁଟିବାର ବା ଯାହାକି ଅନେକ ଦିନ ଭିତରେ ଯାହାକି ନିଜ ଭିତରେ ସମ୍ପର୍କ ଖରାପ ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ବା କଟୁ କଥାବାର୍ତ୍ତା କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ୍ ରହି ନିଜର କାର୍ଯ୍ୟ କରନ୍ତୁ, ଦେଖିବେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିପାରେ। ତେବେ ଆଜି ନୂତନ ପ୍ରେମ ପାଇଁ ଆଦୌ କଥାବାର୍ତ୍ତା କରନ୍ତୁ ନାହିଁ, ତା ପାଇଁ ଦୂରତା ଅବଲମ୍ବନ କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିପାରେ। ତେଣୁ ନିଶ୍ଚିତ ବେପାର ବାଣିଜ୍ୟ କରୁଥିଲେ ସାବଧାନ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ହେବାର ଅତ୍ୟନ୍ତ ଆବଶ୍ୟକତା ରହିଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଯାହାକି ଆଶା ଠାରୁ ଅଧିକ ସଫଳତା ପାଇ ନ ପାରନ୍ତି। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଟିକେ ଦୂରତା ଅବଲମ୍ବନ କରନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଗୁଡିକ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରନ୍ତୁ। ଉପରସ୍ଥ କର୍ମଚାରୀଙ୍କ ଠାରୁ ନିଜର କାର୍ଯ୍ୟ ପରିଚାଳନା କରିବା ପାଇଁ ନିଶ୍ଚିତ ତାଙ୍କର ପରାମର୍ଶ ନିଅନ୍ତୁ, ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିପାରେ। ତେବେ ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେଇ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ସମ୍ପର୍କରେ ନିଜର ମଧୁର ବାର୍ତ୍ତାଳାପ କରିବା ପାଇଁ ଚେଷ୍ଟା କରନ୍ତୁ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। କୌଣସି କଟୁ କଥା ଜୀବନ ସାଥୀ କୁହନ୍ତୁ ନାହିଁ, ଯାହା କଟୁ କଥା କହିଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କର ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି, ଯାହା ପାଇଁ ବହୁତ ମହଙ୍ଗା ପଡିପାରେ ଆପଣଙ୍କୁ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଆଜି ପରିବାର ସମ୍ବନ୍ଧ ନିଜର ଯାହାକି ସମ୍ପର୍କ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ପରିଚାଳନା କରିବା ଠାରୁ ଉପହାର ଯୁକ୍ତ ଅର୍ଥାତ୍ ନିଜର ବୟସ୍କ ବ୍ୟକ୍ତି ବା ଉପରସ୍ଥ କର୍ମଚାରୀ କିମ୍ବା ଆପଣ ଗୁରୁଜନଙ୍କ ଠାରୁ ପ୍ରଶଂସା ନେଇ କାର୍ଯ୍ୟ କରନ୍ତୁ,
ଯାହା ଆପଣଙ୍କର ବେପାର ବାଣିଜ୍ୟରେ ଲାଭ କରିପାରିବେ, ନହେଲେ ଆପଣ ଆଜି କ୍ଷତି ସାମ୍ନା କରିବାକୁ ପଡିପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆଉ ଟିକେ ବଢି ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆଜି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତି ଆଜି ଆପଣ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି। ନିଜର କାର୍ଯ୍ୟକୌଶଳ ପରିଦର୍ଶନ କରି କଠିନ ପରିଶ୍ରମ ବଳରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ ଧନୁରାଶି ବ୍ୟକ୍ତିଙ୍କର। ଧନୁରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ବନି ଯାଇ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ବିଶେଷ କରି ଚାକିରି କ୍ଷେତ୍ରରେ ଆଜି ଧନୁରାଶି ବ୍ୟକ୍ତି ଯାହାକି ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ପ୍ରଶଂସା ଯୋଗ୍ୟ ବନି ଯାଇ ପାରନ୍ତି। ଆପଣ ଆଜି ଧନୁରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସା ଏବଂ ଆପଣଙ୍କର ଦବଦବା ବଢିପାରେ। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହିଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ଧନୁରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ନିଜର ଜୀବନ ସାଥୀଙ୍କ ସହିତ ଭଲ ବୁଝାମଣା ରଖିବା ପାଇଁ ଚେଷ୍ଟା କରନ୍ତୁ। ତତ୍ସହିତ ଆପଣଙ୍କର ମଧୁର ବାର୍ତ୍ତାଳାପରେ ନିଶ୍ଚିତ ତାଙ୍କର ମନ ଜିଣିବାର ଆଜି ଉତ୍ତମ ଯୁଗ ରହିଛି। ଆଜି ଧନୁରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଉଛି। ଆଜି ଧନୁରାଶି ବ୍ୟକ୍ତି ଯାହାକି ଆପଣଙ୍କର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଉତ୍ତମ ଯୁଗ ରହୁଛି। ତେବେ ଧନୁରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଆଜି ଭଲ ସୁଯୋଗ ରହୁଛି। ଅର୍ଥ ଯେକୌଣସି ଜାଗାରେ ନିବେଶ କରିବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ଉତ୍ତମ ବେପାର ବାଣିଜ୍ୟ କରିବା ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ନିଶ୍ଚିତ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ଉତ୍ତମ ଯୁଗ ରହୁଛି। ଆଜି କଠିନ ପରିଶ୍ରମ ବଳରେ ସମସ୍ତ କାର୍ଯ୍ୟ ଆପଣ ସଫଳତା ହାସଲ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଚ୍ୟାଲେଞ୍ଜ ଆସିପାରେ, ଯାହାକୁ ସାମ୍ନା କରି ଆପଣ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମକର ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ଦୂରଯାତ୍ରା ଯଦି କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ହୋଇପାରନ୍ତି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ଆଜି ମକର ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ନିଶ୍ଚିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ଉତ୍ତମ ଯୁଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ, ଯାହା ଆପଣଙ୍କର କିଛି ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଯଦି ପୂର୍ବରୁ ଥିବେ ତେବେ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସଫଳତାର ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ତ୍ରୁଟି ହେବ ନାହିଁ କୁମ୍ଭ ରାଶି ବ୍ୟକ୍ତିଙ୍କର।
आज कुंभ राशि व्यक्ति कार्य अनेक चाप आसीपे उत्तम फलाफल योजना प्रस्तुत करंतु धैर्य सहकारे कार्य करंतु कौन कठिन परिश्रम कार्य आपण को निश्चित अति कम समय पूर्ण हेबो जहाँ आपण भाग्य चक्र जना पड़े। आज कुंभ राशि व्यक्ति शिक्षार्थी विद्यार्थी मानकर भाग्य उत्तम युग बनई पारे राजनीतिक एवं सामाजिक क्षेत्र में कार्य किछि मात्रा आगो को बढ़िबो एवं प्रतिष्ठा बढ़िबार पूर्ण सुजोग रहुछि जहाँ कुंभ राशि व्यक्ति भाग्य चक्र जना पड़ुछि। तेबे कुंभ राशि व्यक्ति आज प्रेम दुनिया रे जो माने जड़ित अछंती निश्चित निजर जीवन साथी सहित भल संबंध रखंतु जहाँ आपण भाग्य चक्र जना पड़े। तेबे परिवार संबंध सहित किछि भूल बुझामणा होई पारे तेणु यह प्रति ध्यान दबार आवश्यकता रही कुंभ राशि व्यक्ति। आज कुंभ राशि व्यक्ति अर्थजनित कारोबार निश्चित ध्यान पूर्वक व्यापार वाणिज्य करंतु अनावश्यक खर्च ठारू निजको दूरता अवलंबन करंतु जहाँ आपणक पई भल हेबे। तेबे आज कुंभ राशि व्यक्ति आपणकर स्वास्थ्यगत दृष्टि देखिले आपण संपूर्ण सुस्थ रही पारंती पूर्वरु जदि किछि स्वास्थ्य समस्या थिबो ताहा मध्य आज निश्चित आपणकर स्वास्थ्य समस्या दूरीभूत होबार अनेक चांस रहुछि। आज कुंभ राशि व्यक्तिंकर भाग्य संख्या रही जहाँ कि 2 भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज प्रत्येक कार्य आपण को आत्मविश्वास सहकारे कार्य करबा को पड़िबो। आपणकर भाग्य आज आपणकर साथ नाही तेणु अनावश्यक कार्य बा अनावश्यक कथावार्ता ठारू निजको संयमता निहाती आवश्यकता रही मीन राशि व्यक्तिंकर। आज मीन राशि व्यक्ति आपणकर जहाँ कि राजनीतिक सामाजिक क्षेत्र में आपणकर भाग्य ग्रह निम्नगामी रहुछि। शिक्षार्थी विद्यार्थी माने निजर पाठ पढ़ा प्रति अवहेला करि पारंती तेणु यह प्रति सचेतन रहिबार आवश्यकता रही। आज मीन राशि व्यक्ति वृत्तिगत कार्य रे आपण सकारात्मक भावना रखी कार्य करंतु प्रेम दुनिया रे जो माने जड़ित अछंती मधुर संपर्क रखिबा पई चेष्टा करंतु आवश्यक स्थले चुप रुहंतु आपणकर प्रेम संपर्क स्थिरता रहिबो। परिवार वर्गक सहित आज हस खुशी रे दिन कटिबार सुजोग देई पारे। व्यापार वाणिज्य रे आपण आशा अनुसार सफलता पाई न पारंती तेणु ध्यान पूर्वक व्यापार वाणिज्य करंतु जहाँ आपणक पई भलो हेबो। आज जहाँ कि मीन राशि व्यक्तिंकर आपणकर स्वास्थ्यगत दृष्टि देखिले आपणकर स्वास्थ्य जनित पूर्वर जदि समस्या थिबो आज मध्य आहुरी बढ़ी जाई पारे जहाँ आपणक भाग्य चक्र जना पड़ुछि। आज मीन राशि व्यक्तिंकर जदि दूरयात्रा किछि कार्य पई जाउछंती ताहा आशा अनुसार सफलता पाई न पारंती बरं आपणकर विफलता सामना करि पारंती। आज मीन राशि व्यक्तिंकर भाग्य संख्या रही 9 भाग्य रंग आपण हलदिया रंग व्यवहार करि परिबे एवं ग्रह माने आपण को आज 40% साथ दउछंती। ओम विष्णवे नमः। नमस्कार।